ଆପଣମାନେ ସମସ୍ତେ ଶୁଣୁଛନ୍ତି ରେଡିଓ କୋରାପୁଟ। ବର୍ତ୍ତମାନ ଓଡ଼ିଶାରେ ସବୁଠାରୁ ବଡ଼ ସଂକଟ ଦେଖାଦେଇଛି, ତାହା ହେଉଛି ଆଳୁ ସଂକଟ। ତେବେ ଏଇ ଆଳୁ ସଂକଟ କ'ଣ ପାଇଁ ଏବଂ କୋରାପୁଟରେ ତ ଆଳୁ ହେଉଛି, କିନ୍ତୁ ଓଡ଼ିଶାକୁ କାହିଁକି ସପ୍ଲାଏ କରିପାରୁନି? এই ସମ୍ପର୍କରେ ଆଜି କୋରାପୁଟର ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ଚୌଧୁରୀ କଥାବାର୍ତ୍ତା କରୁଛନ୍ତି କୋରାପୁଟ ଫାର୍ମର୍ସ ଆସୋସିଏସନର ସମ୍ପାଦକ ଶ୍ରୀ ଶରତ ପଟ୍ଟନାୟକଙ୍କ ସହିତ। ତେବେ ତାଙ୍କର ଆଲୋଚନା ଶୁଣିବା। ବିଦ୍ୟା ଭାଇ ଆରମ୍ଭ କରନ୍ତୁ। ଆଚ୍ଛା ଶରତ ବାବୁ, ଦେଖନ୍ତୁ ବର୍ତ୍ତମାନ ଯେମିତି ଓଡ଼ିଶାରେ ଆଳୁ ସମସ୍ୟା ଗୋଟେ ଚାଲିଛି। ଆଳୁ ଆମର ୱେଷ୍ଟବେଙ୍ଗଲରୁ ଆସୁଛି, ଉତ୍ତରପ୍ରଦେଶରୁ ଆସୁଛି, କିନ୍ତୁ କୋରାପୁଟରୁ ବିହାର ଆଉ ରାଞ୍ଚି ଯାଉଛି। ଇଏ କ'ଣ ମୁଁ ବୁଝିପାରୁନି, ୟାର ଇକ୍ୱେସନ୍ କ'ଣ? ଇକ୍ୱେସନ୍ କଥା ନାହିଁ, କଥା ହେଲା ଯେ କୋଉ ଆଳୁର କୋଉ ସମୟରେ କୋଉଠି କେତେ ଡିମାଣ୍ଡ ଅଛି ତାର ଗୋଟେ ଆସେସମେଣ୍ଟ ଆମକୁ କରିବାର ଅଛି। ପ୍ରକୃତ କଥା ହେଲା ଯେତେବେଳେ ଦୀପାବଳି ବା ଛଟ୍ ପୂଜା ହୁଏ, ଛଟ୍ ପୂଜା ବେଳେ ଆଉ ଦୀପାବଳି ବେଳେ ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏଇସବୁ ରାଜ୍ୟମାନଙ୍କରେ ତାଙ୍କର ଯେତେବେଳେ ପୂଜା ହୁଏ ସେତେବେଳେ ସେମାନେ ପ୍ରତ୍ୟେକଟି ଚାଷର ଯୋଉ ନୂଆ ପ୍ରଡକ୍ଟ ଆସେ ତାକୁ ସେମାନେ ଖାଆନ୍ତି। ସେତେବେଳେ ସେମାନେ ନୂଆ ଧାନ, ନୂଆ ଗହମ ଏଗୁଡ଼ାକ ଖାଆନ୍ତି। ସେମିତି ନୂଆ ପନିପରିବା ତାଙ୍କୁ ଯାହା ମିଳେ, ପନିପରିବା ତ ହଉଛି, କୋବି ଅନ୍ୟାନ୍ୟ ପନିପରିବା ହଉଛି, କିନ୍ତୁ ଆଳୁ ସେଠି ନୂଆ ହୁଏ ନାହିଁ। ମାନେ ଖରିଫ ଆଳୁ ସେମାନେ ନିଅନ୍ତି। ଖରିଫ ଆଳୁ ସେମାନେ ନେବେ, କାହିଁକିନା ନୂଆ ଆଳୁ ସେଠି ମିଳିବନି। ତ ଓଡ଼ିଶାରେ ଗୋଟିଏ ଜିଲ୍ଲା ଅଛି କୋରାପୁଟ, ଯୋଉଠି ଆମକୁ ବର୍ଷା ଦିନିଆ ଆଳୁ ଚାଷ ଆମେ କରିପାରୁଛନ୍ତି। ଆଉ 29ଟା ଜିଲ୍ଲାରେ ବର୍ଷା ଦିନିଆ ଚାଷ ହେଇପାରୁନାହିଁ। ତ ଯେହେତୁ କୋରାପୁଟରେ ହଉଛି, ଯୋଉ ବାହାରୁ ବାୟାର ମାନେ ଆସୁଛନ୍ତି ତାଙ୍କର ଗୋଟେ ଆଖି ରହିଛି କୋରାପୁଟ ଉପରେ ଯେ ନାଇଁ ଏଠିକୁ ଗଲେ ଆମକୁ ବର୍ଷା ଦିନିଆ ଆଳୁ, ନୂଆ ଆଳୁ ମିଳିଯିବ। ତେଣୁ ଆଉ ସେଟା ତାଙ୍କୁ ସୁହାଉଛି ଏଥିପାଇଁ ଯେ ସେମାନେ ଠିକ ପୂଜା ସମୟରେ ତାକୁ ପାଉଛନ୍ତି। ସେଇ ସମୟରେ ଯେତେବେଳେ ନୂଆ ଆଳୁ ଝାଡ଼ଖଣ୍ଡରେ, ବିହାରରେ 80 ଟଙ୍କା 90 ଟଙ୍କା ବିକ୍ରି ହୁଏ, ସେତେବେଳେ ଆମ ଆଳୁକୁ ସେମାନେ ଏଇଠୁ 35 ଟଙ୍କା 30 ଟଙ୍କା 32 ଟଙ୍କାରେ ନେଇକି ତାଙ୍କର ସେଠି ବିକ୍ରି କରନ୍ତି ଆଉ ଲାଭବାନ ବି ହୁଅନ୍ତି। ସେଥିପାଇଁ ଆମ ଆଳୁଟା ବାହାରକୁ ପଳେଇଯାଏ। ପଟାଟୋ ମିଶନ ଯୋଉ ଆମର ଓଡ଼ିଶାରେ ଚାଲିଥିଲା, ବର୍ତ୍ତମାନ ଏଇ ଯୋଉ ପଟାଟୋ ମିଶନ ତ ଖରିଫ ପାଇଁ କାମ କରୁଥିବ, କେତେ ଦୂର ଆମର ସରକାର ବା ପଟାଟୋ ମିଶନ ସକ୍ସେସ୍ ହେଇଛି ବୋଲି ଭାବୁଛନ୍ତି? ପଟାଟୋ ମିଶନ କେବଳ ତ ଖରିଫ ପାଇଁ କାମ କରୁନଥିଲା ବା କୋରାପୁଟ ପାଇଁ କାମ କରୁନଥିଲା। ପଟାଟୋ ମିଶନଟା ହେଇଥିଲା ଓଡ଼ିଶାବାସୀ ପାଇଁ। ଓଡ଼ିଶାରେ ଯେତେବେଳେ ଦି ପ୍ରକାର ଚାଷ ଆମର ହଉଛି, ଗୋଟେ ହେଲା ରବି ଋତୁରେ ହଉଛି କୋଷ୍ଟାଲ ଜିଲ୍ଲା ମାନଙ୍କରେ, ଆଉ ଖରିଫରେ ହଉଛି କୋରାପୁଟ ଜିଲ୍ଲାରେ। ଆଉ ଏଇ ଯୋଉ ଚାଷଟା ହଉଛି ସେତେବେଳେ ଆମର ଖାଲି ଚାଷ ଉପରେ ଗୁରୁତ୍ୱ ଗୋଟେ ଦେଲେ ଯେ ବିହନ ଆମେ ଦେଇଦେବା, ବିହନ ଦେଲେ ଚାଷୀମାନେ ତାକୁ ଲଗେଇବେ, ସବସିଡାଇଜ ରେଟରେ ଦେଇଦେବା, ଚାଷୀମାନେ ଲଗେଇବେ, ଆଉ ଚାଷୀମାନେ ଯେତେବେଳେ ଲଗେଇକି ତାକୁ ଅମଳ କରିବେ ସେଟା ଆମ ଷ୍ଟେଟରେ ରହିବ, ରହିକି ବିକ୍ରି ବଟା ହବ ବୋଲି ଏମିତି ଗୋଟେ ଚିନ୍ତା କରାଯାଇଥିଲା। କିନ୍ତୁ ମୂଳ ଯୋଉ ସମସ୍ୟା ରହିଛି କୋରାପୁଟରେ ତାକୁ ଆଡ୍ରେସ ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ। ଆମର ନିଜସ୍ୱ ବିହନ ନାହିଁ, ଆମେ ବାହାର ରାଜ୍ୟ ଉପରେ ଆଳୁ ବିହନ ପାଇଁ ନିର୍ଭର କରୁଛୁ। ଆମେ ଆଜି ପର୍ଯ୍ୟନ୍ତ କେବେ ହେଲେ ଚିନ୍ତା କରିନୁ ଯେ ଆମ ରାଜ୍ୟରେ ଯେହେତୁ ଆଳୁ ଚାଷର ଗୋଟେ ବଡ଼ ସ୍କୋପ ଅଛି ଖରିଫ ଆଉ ରବିରେ, ତେଣୁ ଆମକୁ ଆଗକୁ ନେବା ପାଇଁ ହେଲେ ଆମକୁ ବିହନଟା ନିଜସ୍ୱ ବିହନ ତିଆରି କରିବାକୁ ପଡ଼ିବ। ଆମର ନିଜସ୍ୱ ବିହନ ପାଇଁ ଆମକୁ ଗୋଟେ ପ୍ରୋସେସ କରିବାକୁ ପଡ଼ିବ, ଯୋଉଟା ଆମେ ଆଜି ପର୍ଯ୍ୟନ୍ତ କରିନାହୁଁ। ଆଉ ଯୋଉ ବିହନ ଆମେ ବାହାରୁ ଆଣୁଛୁ ସେଟା ଅତ୍ୟନ୍ତ ନିମ୍ନମାନର ବିହନ, ଯୋଉଥିରେ ରୋଗ ପୋକ ଭରି ହେଇକି ରହୁଛି। ଆଉ ସେ ଆଳୁ ଆଣିକିରି ଯେତେବେଳେ ଆମେ ଚାଷୀମାନଙ୍କୁ ଦଉଛନ୍ତି ସେଟା ଜର୍ମିନେସନ ହଉନାହିଁ। ଜର୍ମିନେସନ ଯଦି ବି ହେଲା, ଅଳ୍ପ ଗଛ ହେଲା ପରେ ବିଭିନ୍ନ ପ୍ରକାର ରୋଗ ହେଇକି ସେ ଗଛ ସବୁ ମରିଯାଉଛି, ସେଥିରେ ଆଳୁ ହଉନାହିଁ। ତ ଏଇ ଯୋଉ ଦୁଇଟା ସମସ୍ୟା ଅଛି, ଆକୁ ଆଡ୍ରେସ ନ କରିବା ପର୍ଯ୍ୟନ୍ତ ଓଡ଼ିଶାରେ ଆଳୁ ଚାଷରେ ଆମେ ସ୍ୱାବଲମ୍ବୀ ହେଇଯିବା, ଏ କଥାଟା ଟିକେ ସମ୍ଭବ ହବନି। ତୃତୀୟ କଥା ହେଲା ଯେ ଆଳୁ ଯେତେବେଳେ କମ ରେଟରେ ମିଳୁଛି ସେତେବେଳେ ଆମ ରାଜ୍ୟରେ ମଧ୍ୟ ରଖି ହେଇପାରିଥାନ୍ତା ଯଦି ଆମର ସଫିସିଏଣ୍ଟ କୋଲ୍ଡ ଷ୍ଟୋରେଜ ଥାନ୍ତା। ଆମର ଯେହେତୁ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା ନାହିଁ, ତେଣୁ ଆମେ ଆଳୁକୁ ଷ୍ଟକ୍ କରିକି ରଖିପାରୁନାହାନ୍ତି। ତ ଏଇ ଯୋଉ ତିନିଟା ସମସ୍ୟା ଅଛି, ଏ ତିନିଟାକୁ ଆଡ୍ରେସ କଲେ ଓଡ଼ିଶାରେ ଯୋଉ ଆଳୁ ସମସ୍ୟା ଆମକୁ ଦେଖା ହଉଛି, ଆମେ ସବୁବେଳେ ବାହାର ରାଜ୍ୟ ଉପରେ ନିର୍ଭର କରୁଛୁ ଆଳୁ ପାଇଁ, ସେଟା ହେଇନଥାଏ। ତା ଅର୍ଥ ସରକାରର ଆନ୍ତରିକତା ନାହିଁ। ଯଦି ବା ଆନ୍ତରିକତା ଅଛି ତାର ଇଣ୍ଟେନ୍ସିଫାଇ କରିକି ରିସର୍ଚ୍ଚ କରିକି ଯାହା ବି ହେବା କଥା ଲଙ୍ଗ ଟର୍ମ ପ୍ଲାନ୍ କରିବା
ଟିକେ ଦେଖନ୍ତୁ ଆମେ ଅତୀତରେ କୋରାପୁଟରେ ରହି ରହି ଆମେ ଦେଖିଛୁ ଯେ ଛତିଶଗଡ଼ରେ ପନିପରିବା ଚାଷ ବା ଚାଷ ଉପରେ ଏତେ ଗୁରୁତ୍ୱ ନଥିଲା, ହୁଁ, ଏତେ ଲୋକ ଚାଷରେ ଇନଭଲ୍ଭ ହଉନଥିଲେ। ହୁଁ, ସେମିତି ଝାଡଖଣ୍ଡରେ ମଧ୍ୟ ମୁଁ ଦେଖିଛି ଯେ ଏତେ ଚାଷ ସେମାନେ କରୁନଥିଲେ, ସୋରିଷ ଇତ୍ୟାଦି ଇତ୍ୟାଦି ତାଙ୍କର ଯୋଉ ତୈଳବୀଜ ଫସଲ ଥିଲା ସେଗୁଡାକ ସେମାନେ କରୁଥିଲେ। ହୁଁ। ଅନ୍ୟ ରାଜ୍ୟ ମାନଙ୍କରେ ବର୍ତ୍ତମାନ ଚାଷୀ ମାନେ ଚାଷ କ୍ଷେତ୍ରରେ ବହୁତ ଉନ୍ନତି କରିସାରିଲେଣି। ହୁଁ। ଏଥିପାଇଁ ସରକାର ମାନଙ୍କର ଆନ୍ତରିକତା ରହିଥିଲା ବୋଲି ହୁଁ। ହେଇଗଲାଣି। ହୁଁ। ତ ଛତିଶଗଡ଼ରେ ଯଦି ଆମେ ଦେଖିବା, ଆଜି ଛତିଶଗଡ଼ରୁ ମାନେ ଜଗଦଲପୁର ଗୋଟେ ଜାଗା ଯୋଉଠୁ ପ୍ରାୟ 200 ଗାଡି ପନିପରିବା ସକାଳେ ବାହାରିକିରି ହୁଁ। ଏ କୋରାପୁଟ, ନବରଙ୍ଗପୁର, ରାୟଗଡା ଏ ଅଞ୍ଚଳକୁ, ମାଲକାନଗିରି ଅଞ୍ଚଳକୁ ସେମାନେ ଯୋଗଉଛନ୍ତି। 200ଟା ପିକଅପ୍ ଗାଡିରେ ଜିନିଷ ଆସୁଛି। ହୁଁ। ତ ଆମେ ଯଦି ସକାଳେ 7ଟା ବେଳକୁ କୋରାପୁଟରେ ଗୋଟେ ଜାଗାରେ ଛିଡା ହେବା ତ ଦେଖିବା ଆମେ କୋରାପୁଟକୁ ହିଁ 20, 25, 30ଟା ଗାଡି ଆସିକି ପନିପରିବା ବିକ୍ରି ହଉଛି। ହୁଁ। ତ ଯଦି ଆମର ପଡୋଶୀ ରାଜ୍ୟ ବା ପଡୋଶୀ ଗୋଟେ ସହର ହୁଁ। ଯୋଉଠି ଏତେ ଉନ୍ନତି ହେଇଗଲା, ହୁଁ। ଆମେ ଦେଖୁଛୁ ଲାଷ୍ଟ 5-10 ବର୍ଷ ଭିତରେ ଏଇ ଉନ୍ନତିଟି ହେଇଛି। ସେଠି କିଛି ନା କିଛି ଚାଷୀ ମାନଙ୍କ ପାଇଁ ସରକାର ମାନେ କିଛି କାମ କରିଛନ୍ତି, ଯୋଉଥିପାଇଁ ହୁଁ। ଏ ବ୍ୟବସ୍ଥାଟି ହେଇଗଲା। ଆମର ଏଠି କଣ ହଉଛି, ଆମର ଚାଷୀ ମାନଙ୍କ ପ୍ରତି କୌଣସି ପ୍ରକାରର ଆନ୍ତରିକତା ରହୁନାହିଁ। ହୁଁ। ଆମେ ପ୍ରତ୍ୟେକଟି ପନିପରିବା ହଉ, ଧାନ ଗହମ ହଉ ବା ମୁଗ ବିରି ହଉ, ଯାହାବି ଆମେ କରିବାକୁ ଚାହୁଁଛନ୍ତି ସେଥିରେ ଆମେ ସ୍ୱାବଲମ୍ବୀ ହେବା। ହୁଁ। ଆଉ ସ୍ୱାବଲମ୍ବୀ ହେଇକି ଆମ ଜିନିଷଟା ଆମ ପାଖରେ ରହିବ, ଆମ ଚାଷୀ ଉତ୍ପାଦନ କରିବେ, ଏଭଳିଆ କାର୍ଯ୍ୟପନ୍ଥା ଆମେ ଆଜି ପର୍ଯ୍ୟନ୍ତ ଚାଷୀ ମାନଙ୍କ ପାଇଁ ଗ୍ରହଣ କରିନାହୁଁ। ଆଚ୍ଛା, ବୋଧେ ଗତ ବର୍ଷ 4000 ହେକ୍ଟର ପାଇଁ ଖରିଫ ପାଇଁ ପ୍ଲାନ୍ ପ୍ରୋଜେକ୍ଟ ହେଇଥିଲା, କିନ୍ତୁ ଏବେ କଣ 600 ହେକ୍ଟରକୁ ହେଇଯାଇଛି। ଆମେ 2019 ମସିହାରୁ ଆଳୁ ଚାଷ କୋରାପୁଟରେ ଖରିଫ ଆଳୁ ଚାଷ ଯୋଉଟା ମାନେ କମର୍ସିଆଲ ଏମ୍ ରଖିକି ଆମେ ଆରମ୍ଭ କରିଥିଲୁ। ହୁଁ। 2019ରୁ ଆମେ ବଢେଇ ଗଲେ। 2019ରେ ଆମେ 50 ଏକର ଟ୍ରାଏଲ କଲେ। 2020ରେ ଆମେ ପ୍ରାୟ 200 ଏକରକୁ ଗଲେ, 200 ହେକ୍ଟରକୁ ଗଲେ। 2021-22ରେ ଆମେ କରୋନା ସମୟରେ ମଧ୍ୟ 1000 ଆଉ 1500 ହେକ୍ଟରକୁ ଯାଇଥିଲେ। ଅଲ୍ ଅଫ୍ ସଡନ୍ ଆମେ 2023 ମସିହାରେ 4000 ହେକ୍ଟରକୁ ଗଲେ, ଯାଇକି ଚାଷୀ ମାନଙ୍କ ସହିତ ଚାଷ କଲେ। 4000 ହେକ୍ଟର ଚାଷ କରିବା ପାଇଁ 4000 ହେକ୍ଟର ଚାଷ କରିବାର ସ୍କୋପ କୋରାପୁଟରେ ଅଛି, ଡେଫିନେଟଲି ଅଛି। ଆମେ ଦେଇଥିଲେ, ସମସ୍ତେ ନେଇକି ଲଗେଇଥିଲେ ମଧ୍ୟ। କିନ୍ତୁ 4000 ହେକ୍ଟର ଚାଷ କରିବା ପାଇଁ ଆମକୁ 200 ଗାଡି ଆଳୁ ବିହନ ଦରକାର। ସେଇଟା ଗୋଟେ କଥା, ସେଥିପାଇଁ ଆମେ ପ୍ରସ୍ତୁତ ହେଇନାହାନ୍ତି। ଦ୍ୱିତୀୟ କଥା ହେଲା ଯେ 4000 ହେକ୍ଟର ଚାଷ ଯେହେତୁ ଆମେ 2023ରେ କଲେ, ସେଇଟା ବଢିବା କଥା, ନହେଲେ ସେଇଥିରେ ସୀମିତ ରହିବା କଥା। କିନ୍ତୁ ହଠାତ୍ 600 ହେକ୍ଟରକୁ କାହିଁକି ଆସିଲେ, ଏଇଟା ତ ମୁଁ ବି ବୁଝିପାରୁନି। ଆଚ୍ଛା, ଆଉ ଗୋଟେ କଥା, 600 ହେକ୍ଟର ଯୋଉ ଦେଲେ ସିଡ୍ ଆଳୁ ପଟାଟୋ, ମୁଁ ଦେଖୁଥିଲି ସେଇଟା ମଧ୍ୟ ସେ ଆଳୁକୁ ନେଇକି ଲୋକ ବିକିଛନ୍ତି। କାରଣ ଲୋକ ବଜାରରୁ କିଣିକିରି ସେ ସିଡ୍ ଭଳିଆ ଦିଆ ହଉଛି, ସେଇଟାକୁ ସିଡ୍ ନା ଦିଆ ହଉଛି, ସେଇ ଆଳୁକୁ ଖାଉଛନ୍ତି। ଏଇଟା କଣ ଚାଲିଛି? ଚାଷୀ ଉପରେ ଆମର କିଛି କଣ୍ଟ୍ରୋଲ ନାହିଁ। ଚାଷୀ ଉପରେ ଆମର କିଛି କଣ୍ଟ୍ରୋଲ ଆମେ ରଖୁନାହାନ୍ତି। ଆଚ୍ଛା, ଏଇଥିରେ କାହିଁକି ହଉଛି ନା, ଦେଖନ୍ତୁ, ଯେତେବେଳେ ବିହନ ଆମେ ଦଉଛନ୍ତି ସେତେବେଳେ ଆମେ କଣ କରୁଛନ୍ତି ନା 400, 450 ଟଙ୍କା ବ୍ୟାଗରେ ଆମେ ମାନେ ପଇସା ଟଙ୍କାରେ ଆମେ ବ୍ୟାଗଟେ ଆଳୁ ଦଉଛନ୍ତି। ବ୍ୟାଗଟେ ଅର୍ଥ 50 କେଜି ଆଳୁ ଆମେ ଦଉଛନ୍ତି। ସେଇ ସମୟରେ କଣ ହେଲା, ସିଏ ତାପରେ 50 କେଜି ଆଳୁ ଲଗେଇବ, ଆଉ 200 କି 250 କେଜି ଆଳୁ ସେ ପ୍ରଡକ୍ସନ କରିବ। ଏଇଟା ହେଲା କଥା। ସେଥିପାଇଁ ତାକୁ ଟିକେ ପରିଶ୍ରମ କରିବାକୁ ପଡିବ। ହେଲା, କଲା ପରେ ସିଏ ହୁଏତ 5,000, 7,000 ଟଙ୍କା ଲାଭ ପାଇଥାନ୍ତା। ସିଏ ଦେଖିଲା 450 ଟଙ୍କାରେ ତା ଘରେ ପହଞ୍ଚିଲା, ଆଉ ଗୋଟେ ଲୋକ ଜଗିଛି ଯେ ତାକୁ 1000, 1100 ଟଙ୍କା ଦେଇକିରି ନେଇଯିବ। ବେପାରୀ ଜଗିଛି। ତ ସେ ଭଳିଆ ବି ହଉଛି। ତ ପ୍ରକୃତ ଚାଷୀ ବାଛିବା, ଯୋଉମାନେ ଚାଷ କରୁଛନ୍ତି, ତାପରେ ଆପଣ ଯଦି କହିବେ ଗୋଟେ ଜିନିଷ ମୁଁ ଦେଖୁଥିଲି ଏ ବର୍ଷ, ଯେ ଗୋଟେ ଚାଷୀକୁ 3 ବସ୍ତା ଆଳୁ ଆମେ ଦବୁ। ଆମେ କଣ ଭାବୁଛନ୍ତି, ମାନେ ଆମେ କରିବାକୁ କଣ ଚାହୁଁଛନ୍ତି, ଆମର ଲକ୍ଷ୍ୟ କଣ? 3 ବସ୍ତା ଆଳୁ ଜଣକୁ ମୁଣ୍ଡ ପିଛା ଆମେ ଦବା, ତାର ଅର୍ଥ କଣ ମୁଁ ବୁଝିପାରୁନି। ଯଦି ତମେ ଦବ, ଯିଏ ଚାଷ କରୁଛି ତାକୁ 100 ବସ୍ତା ବି ଦିଅ, ଯିଏ କରୁନି ତାକୁ ଦିଅନି। ଯିଏ ଲେଖିଦେଲା, ନା ଗୋଟେ ଲେଖିଦେଲା, ତାକୁ 3 ବସ୍ତା ଦେବେ। ତାର ଜମି ଅଛି କି ନାହିଁ, ସେ ଆଗରୁ ଆଳୁ ଚାଷ କରିଛି କି ନାହିଁ, ଯଦି ବି ତାର ଜମି ଅଛି ସେଟା ଆଳୁ ଚାଷ କରିବା ପାଇଁ ଉପଯୋଗୀ କି ନାହିଁ, ଏସବୁ ମନିଟରିଂ ହର୍ଟିକଲଚର ଡିପାର୍ଟମେଣ୍ଟ କରିବା କଥା। ସେମାନେ କରୁନାହାନ୍ତି। ଏସବୁ 1 ପଏଣ୍ଟ ପ୍ରୋଗ୍ରାମ। 3 ବସ୍ତା ଆଳୁ ଆମେ ଗୋଟେ ଚାଷୀକୁ ଦେବୁ, ଏହାର ଅର୍ଥ କଣ? 3 ବସ୍ତା ଆଳୁ କାହିଁକି ଆମେ ଦେବୁ? ଯିଏ କରୁଛି ତାକୁ 100 ବସ୍ତା ବି ଦିଅ, ଯିଏ କରୁନି ତାକୁ କିଛି ଦିଅନି। ତା ଅର୍ଥ ସରକାରର ଆନ୍ତରିକତା ନାହିଁ ବୋଲି ଭାବୁଛି।
ନିହାତି ଭାବରେ ସବୁ କେବେ ଚେତିବେ ଏ ସବୁ କାମ ହୁଁ। ନିହାତି ଭାବରେ ସରକାରଙ୍କ ଉପରେ ନିର୍ଭର କରୁଛି। ହୁଁ। ଯଦି ସରକାର ଆକୁ ଆନ୍ତରିକତାର ସହିତ କରିବେ ହୁଁ। ତେବେ ଓଡିଶାରେ ଆଳୁ ଆଉ ଆମେ ସ୍ୱାବଲମ୍ବୀ ହେବା ପାଇଁ ଆଳୁ ପ୍ରଡକ୍ସନରେ ସ୍ୱାବଲମ୍ବୀ ହେବା ପାଇଁ ଆମକୁ ଆଜିଠାରୁ ଆମର ଗୋଟେ ଅଛି 13 ଲକ୍ଷ ଟନ ମେଟ୍ରିକ ଟନ ଆଳୁ ଆମକୁ ବାର୍ଷିକ ଦରକାର ହଉଛି ଓଡିଶାକୁ। ଓଡିଶାରେ। ଆମେ ମାତ୍ର 2 ଲକ୍ଷ ମେଟ୍ରିକ ଟନ ଉତ୍ପାଦନ କରିପାରୁଛନ୍ତି। ହୁଁ। ଆଉ ଯୋଉ 11 ଲକ୍ଷ ଟନ ଆଳୁ ଉତ୍ପାଦନ କରିବା ପାଇଁ ଆମକୁ 10 ବର୍ଷ ଗୋଟେ ଦୀର୍ଘ ମିଆଦୀ ଯୋଜନା କରିକିରି ଓଡିଶାରେ ଖରିଫ ଆଳୁ ରବି ଆଳୁ ଉପରେ ଯଦି ଆମେ କାମ କରିବୁ ହୁଁ। ତେବେ ଆମେ ମତେ ଲାଗୁଛି 10 ବର୍ଷ ପରେ ଆମେ ଆଳୁ ପ୍ରଡକ୍ସନରେ ସ୍ୱାବଲମ୍ବୀ ହେଇପାରିବ। ଧନ୍ୟବାଦ ବିଦ୍ୟାଧର ଚୌଧୁରୀ ବାବୁ ଏବଂ ଶରତ ପଟ୍ଟନାୟକ ଭାଇ, ବହୁତ ସୁନ୍ଦର ଭାବରେ ଆପଣମାନେ ଆଲୋଚନା କରିଛନ୍ତି। ଆପଣମାନେ ସମସ୍ୟା କଥା ବି ଆଲୋଚନା କରିଛନ୍ତି ଏବଂ ତାର ସମ୍ଭାବ୍ୟ ସମାଧାନ କଥା ମଧ୍ୟ ଆଲୋଚନା କରିଛନ୍ତି। ଆମେ ଆଶା କରୁଛୁ ସରକାର ନିଶ୍ଚିତ ଭାବରେ ଆନ୍ତରିକତା ପ୍ରଦର୍ଶନ କରିବେ ଏବଂ ଆସନ୍ତା 10 ବର୍ଷ ଧରି ତାକୁ ନେଇ କାର୍ଯ୍ୟ କରିବେ, ଯାହାଫଳରେ କି ଓଡ଼ିଶା ସ୍ୱାବଲମ୍ବୀ ହୋଇପାରିବ। କେବଳ ଆଳୁରେ ନୁହେଁ, ବିଭିନ୍ନ ପନିପରିବା ଅଦା ଅଦା ହେଲା, ଅଦାରେ ଆମେ ସ୍ୱାବଲମ୍ବୀ କଦଳୀ ହେଲା, এই ସବୁ ଗୁଡ଼ିକ ଉପରେ ଆମେ ଆତ୍ମନିର୍ଭର ହୋଇପାରିବା, ସ୍ୱାବଲମ୍ବୀ ହୋଇପାରିବା। এই ସୁନ୍ଦର ଆଲୋଚନା ପାଇଁ ଆପଣଙ୍କ